हेलो बिले केमिति अछ सब भल अछ आशा करूची प्रभु जगन्नाथ कृपाରୁ बहुत भलरे थिବ तो बिले बहुत दिन हेलाଣି ମୁଁ ଭିଡ଼ିଓ ଅପଲୋଡ଼ କରିଦେବାର କାରଣ ହେଉଛି ମୋର ବ୍ୟକ୍ତିଗତ ଭାବରେ କିଛିଟା ଅସୁବିଧା ଥିଲା ସେଇଥିପାଇଁ ମୁଁ ଭିଡ଼ିଓ କରିପାରିନଥିଲି ବିଲେ ତ ତାହେଲେ ଡେରି କରିବାନି ବିଲେ ଆଜିରୁ ଆମେ କଣ୍ଟିନ୍ୟୁ ମୁଁ ଚେଷ୍ଟା କରିବି ତମ ପାଇଁ କଣ୍ଟିନ୍ୟୁ ଭିଡ଼ିଓ ଆଣିବା ପାଇଁ ତ ଆଜି ଆମେ ପଢ଼ିବା କ'ଣ ନା ବିଲେ ପଲିଟିକାଲ ସାଇନ୍ସର କୋର୍ 9 ୟୁନିଟ୍ 2 ର ଦେଖିବା ଆମେ 1 ମାର୍କ ଡିସ୍କସନ୍ କରିବା 2 ମାର୍କ 5 ମାର୍କ ଆଉ 8 ମାର୍କ ସବୁ ମୁଁ ତମର ସବୁ ଆଜି ପୁରା ସିଲେକ୍ଟିଭ୍ କ୍ୱେଶ୍ଚିନ୍ ଗୁଡ଼ାକ ସବୁ ଆଣିଛି ସବୁ ଡିସ୍କସନ୍ କରିବା ତାହେଲେ ଆମେ ଦେଖିବା ଫାର୍ଷ୍ଟ ଆମେ ଡିସ୍କସନ୍ କରିବା 1 ମାର୍କ ହେଲା ତାହେଲେ ଡେରି କରିବାନି ବୋଲେ ପଢ଼ାଟା ଷ୍ଟାର୍ଟ କରିବା ତୋର ଏକ ନମ୍ବରରେ କ୍ୱେଶ୍ଚିନ୍ଟା ଅଛି ତମର କ'ଣ ନା ଆଣ୍ଟୋନିଓ ଓ ଗ୍ରାମାସ୍କି ସାଧାରଣତଃ କେଉଁ ଦେଶର ଦାର୍ଶନିକ ଥିଲେ କେଉଁ ଦେଶର ଦାର୍ଶନିକ ଥିଲେ ବୋଲେ ଇଟାଲୀର କେଉଁ ଆଦର୍ଶ ପାଇଁ ଆଣ୍ଟୋନିଓ ଗ୍ରାମାସ୍କି ପ୍ରସିଦ୍ଧ ଲାଭ କରିଥିଲେ କେଉଁଥିପାଇଁ ନା ଆଧିପତ୍ୟ ତତ୍ତ୍ୱ ବୋଲି ମୁଁ ଅପସନ୍ ଗୁଡ଼ାକ ପଢ଼ୁନି ଡାଇରେକ୍ଟ ଆନ୍ସର କହିଦେଉଛି ଆଣ୍ଟୋନିଓ ଗ୍ରାମାସ୍କି କେଉଁ ପୁସ୍ତକ ପାଇଁ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ କେଉଁ ପୁସ୍ତକ ନା ପ୍ରିସନ୍ ନୋଟବୁକ୍ ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗ୍ରାମାସ୍କିଙ୍କ ଦାର୍ଶନିକ ତତ୍ତ୍ୱର ଅଂଶ ନୁହେଁ କୋଉଟା ନୁହେଁ ବୋଲେ ନା ବିଶିଷ୍ଟ ବର୍ଗ ତତ୍ତ୍ୱ ଗ୍ରାମାସ୍କିଙ୍କ ମତରେ ପ୍ରଭୃତ୍ୱ ବିସ୍ତାର କରିବାର ମୁଖ୍ୟ ମାଧ୍ୟମ କ'ଣ ନା ବୈଧତା ଗ୍ରାମାସ୍କିଙ୍କ ମତରେ କେଉଁ ଶ୍ରେଣୀ ଏକ ପୁଞ୍ଜିବାଦୀ ସମାଜରେ ଆଧିପତ୍ୟ ଜାହିର କରନ୍ତି ବୁର୍ଜୁଆ ଗ୍ରାମାସ୍କିଙ୍କ ମତରେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ କେଉଁ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୌଦ୍ଧିକ ଗୋଷ୍ଠୀ ଗ୍ରାମାସ୍କିଙ୍କ ମତରେ ସାମାଜିକ ବ୍ୟବସ୍ଥାରେ ଧାରଣାକୁ ବୁଝିବା ପାଇଁ କାହାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରାଯାଏ ଭାଷା ଗ୍ରାମାସ୍କିଙ୍କ ଚିନ୍ତାଧାରାକୁ ଇଟାଲୀରେ କେଉଁମାନେ ବିରୋଧ କରୁଥିଲେ ଯାହାଫଳରେ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଥିଲା କ'ଣ ଫାସିଷ୍ଟ ଗୋଷ୍ଠୀ ଜର୍ଗନ ହବରମା ସାଧାରଣତଃ କେଉଁ ଦେଶର ଦାର୍ଶନିକ ଥିଲେ ଜର୍ମାନର ଜର୍ଗନ ହବରମାସ କେଉଁ ପୁସ୍ତକ ପାଇଁ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ ଥିଓରି ଅଫ୍ କମ୍ୟୁନିକେସନ ହବରମାସଙ୍କ ମତରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ କର୍ତ୍ତୃପକ୍ଷଙ୍କ ପ୍ରତି ନ ରହିଲେ କ'ଣ ସୃଷ୍ଟି ହୋଇଥାଏ କ'ଣ ସୃଷ୍ଟି ହୋଇଥାଏ ନା ବୈଧତା ସଙ୍କଟ ପିଲେ ସବୁ ତମେ ନୋଟ୍ସ କରିବ ହେଲା ସର୍ଟ କୋଶ୍ଚିନ୍ ତମକୁ ସବୁ ପଢ଼ିକି ତମେ ଯିବ ହେଲା ତା ସହିତ ମୁଁ ତମକୁ 2 ମାର୍କ 5 ମାର୍କ 8 ମାର୍କ ସବୁ ସିଲେକ୍ଟିଭ୍ ଦେଇଦେବି ତମକୁ 1 ମାର୍କ କିନ୍ତୁ ତମକୁ ସବୁ ପଢ଼ିବାକୁ ପଡ଼ିବ ହେଲା ଗୋଟେ ବ୍ୟବସ୍ଥା ମଧ୍ୟକୁ ବିଭିନ୍ନ ବାଟରେ ସୂଚନା ପ୍ରବେଶ କରିବାକୁ କ'ଣ କୁହାଯାଏ କ'ଣ ସୂଚନା ପ୍ରବାହ ହବରମାସଙ୍କ ମତରେ ଆଧୁନିକ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ କେଉଁ କାରଣରୁ ବୈଧତା ସଙ୍କଟ ସୃଷ୍ଟି ହୁଏ କେଉଁ କାରଣରୁ ବୈଧତା ସୃଷ୍ଟି ନା ଅର୍ଥନୀତିରେ ହସ୍ତକ୍ଷେପ ଗ୍ରାମାସ୍କିଙ୍କ ବିଶ୍ୱ ପ୍ରସିଦ୍ଧ ପୁସ୍ତକର ନାମ କ'ଣ ଏଇଟା ଗୁରୁତ୍ୱପୂର୍ଣ୍ଣ ଯେ ଗ୍ରାମାସ୍କିଙ୍କ ବିଶ୍ୱ ପ୍ରସିଦ୍ଧ ପୁସ୍ତକର ନାମ କ'ଣ ହେଲେ ମୁଁ 100% ଗ୍ୟାରେଣ୍ଟି ଦେଇ କହୁଛି ତମର ଏଇଟା ପରୀକ୍ଷାରେ ଆସିବ ଯେ ଗ୍ରାମାସ୍କିଙ୍କ ବିଶ୍ୱ ପ୍ରସିଦ୍ଧ ପୁସ୍ତକର ନାମ କ'ଣ ତ ପ୍ରିଜିନ୍ ନୋଟବୁକ୍ ଓକେ ଡ୍ୟାସ୍ ମସିହାରେ ଆଣ୍ଟୋନିଓ ଓ ଗ୍ରାମାସ୍କି ଡ୍ୟାସ୍ ଦେଶରେ ଜନ୍ମଗ୍ରହଣ କରିଥିଲେ କେବେ ନା 1891 ଇଟାଲୀରେ ଏଇଟା ବି ମନେ ରଖିବ ଯେ ଗ୍ରାମାସ୍କି କେବେ ଜନ୍ମଗ୍ରହଣ କଲେ ମୁଁ କେଉଁ ଦେଶରେ ଏବଂ ତାଙ୍କର ବିଶ୍ୱ ପ୍ରସିଦ୍ଧ ପୁସ୍ତକର ନାମ କ'ଣ ଦୁଇଟା ଗୁରୁତ୍ୱପୂର୍ଣ୍ଣ ଗ୍ରାମାସ୍କିଙ୍କ ମତରେ ଡ୍ୟାସ୍ ଗୋଷ୍ଠୀ ଆଧିପତ୍ୟ ଜାହିର କରିବା ପାଇଁ ପ୍ରଭାବ ବିସ୍ତାର କରିଥାନ୍ତି ପୁଞ୍ଜିବାଦୀ ଗ୍ରାମାସ୍କି ବର୍ଣ୍ଣନା କରିଥିବା ଆଧିପତ୍ୟ ତତ୍ତ୍ୱ ମୂଳ ଗ୍ରୀକ୍ ଶବ୍ଦ ଡ୍ୟାସ୍ରୁ ଉଦ୍ଧୃତ ହୋଇଛି ହେଗର ମୋନାର ଆକ୍ଷରିକ ଅର୍ଥ ହେଉଛି ନେତୃତ୍ୱ ଗ୍ରାମାସ୍କିଙ୍କ ମତରେ ଡ୍ୟାସ୍ ଶ୍ରେଣୀ ଅନ୍ୟ ଅଧସ୍ତନ ଶ୍ରେଣୀ ଉପରେ କର୍ତ୍ତୃତ୍ୱ ଜାହିର କରନ୍ତି ବୁର୍ଜୁଆ ଏକ ପୁଞ୍ଜିବାଦୀ ରାଷ୍ଟ୍ରରେ ଡ୍ୟାସ୍ ସ୍ଥିତିକୁ ଆଧାର କରି ଆଧିପତ୍ୟ ସୃଷ୍ଟି ହୋଇଥାଏ କ'ଣ ନା ଅର୍ଥନୈତିକ ଗ୍ରାମାସ୍କିଙ୍କ ମତରେ ଶାସକ ଗୋଷ୍ଠୀ ଡ୍ୟାସ୍ ବଳରେ ତିଷ୍ଠି ରହିବା ସହିତ ନିଜର ପ୍ରଭାବ ବିସ୍ତାର ପାଇଁ ଆଲୋଚନା କର
ନା ଜନସହମତ। ଗ୍ରାମାସ୍କିଙ୍କ ମତରେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଡ୍ୟାସ୍ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ନା ବୌଦ୍ଧିକ। ବୋଲେ ଆଜି ମୁଁ ଯାହା ବି ତମର ସର୍ଟ କୋଶ୍ଚିନ୍ ଡିସ୍କସନ୍ କରୁଛି, ମୁଁ ନେକ୍ସଟ କ୍ଲାସ୍ ଯେତେବେଳେ ମୁଁ ୟୁନିଟ୍ 3 କରିବି, ସେ ଟାଇମରେ ମୁଁ ତାର କୋଶ୍ଚିନ୍ ଗୁଡ଼ାକ ତମକୁ ପଚାରିବି, ତମେ ଆନ୍ସର ଦେବ। ସେଇଥିରେ ସେଇଠି ଜଣା ପଡ଼ିବ ତମେ ପାଠ ଆକ୍ଚୁଆଲି ତମେ ପଢ଼ୁଛ ନା ନାହିଁ। ନହେଲେ ମୁଁ କେମିତି ଜାଣିବି? ମୁଁ ଖାଲି କ୍ଲାସ୍ଟା କରୁଥିବି ଆଉ ତମେ ପଢ଼ୁନଥିବ, କିଛି ନାହିଁ, କିଛି ଭ୍ୟାଲୁ ନାହିଁ, ଭ୍ୟାଲୁଲେସ୍ ପାଠଟା। ମୁଁ ବୋଲେ ଯାହା ବି ଆଜି ଡିସ୍କସନ୍ କରିଛି, ମୁଁ ନେକ୍ସଟରେ ମୁଁ ତମକୁ ପଚାରିବି, ତମକୁ 2ଟା କୋଶ୍ଚିନ୍ ପଚାରିବି। ଓକେ, ଷ୍ଟାର୍ଟ କରିବା ତାହେଲେ। ଯେଉଁ ବୌଦ୍ଧିକ ଗୋଷ୍ଠୀ ପ୍ରତ୍ୟକ୍ଷ ଭାବରେ ସମାଜର ଅର୍ଥନୈତିକ ଢାଞ୍ଚା ସହିତ ଜଡ଼ିତ ରହିଥାନ୍ତି, ଏହାକୁ ଡ୍ୟାସ୍ କୁହାଯାଏ? ବୌଦ୍ଧିକ ଗୋଷ୍ଠୀ। ମାର୍କ୍ସବାଦ ଅନୁସାରେ ଫ୍ରେକ୍ସିସର ଅର୍ଥ ହେଉଛି ନା ଅଭ୍ୟାସ। ସାମାଜିକ ବ୍ୟବସ୍ଥାରେ ଧାରଣାକୁ ବୁଝିବା ପାଇଁ ଡ୍ୟାସ୍ ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ ନା ଭାଷା। ଇଟାଲୀରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଦାର୍ଶନିକ ଗ୍ରାମାସ୍କି ଡ୍ୟାସ୍ ସଂଗଠନ ସହିତ ଜଡ଼ିତ ହୋଇଥିଲେ? ଫ୍ୟାକ୍ଟ୍ରି କାଉନସିଲ୍। ଏକତ୍ରିତ ବା ସହଯୋଗୀ ଢାଞ୍ଚାଗୁଡ଼ିକ ସହିତ ଡ୍ୟାସ୍ ସୃଷ୍ଟି ହେବ, ଯାହାକୁ ଗ୍ରହଣୀୟ ଢାଞ୍ଚା କୁହାଯିବ ନା ସୁପର ଷ୍ଟ୍ରକ୍ଚର। ଜର୍ଗନ ହବରମାସ୍ ଡ୍ୟାସ୍ ଦେଶର ଦାର୍ଶନିକ? କେଉଁ ଦେଶର ଦାର୍ଶନିକ ନା ଜର୍ମାନୀ। ଏଇଟା ଗୁରୁତ୍ୱପୂର୍ଣ୍ଣ ଯେ ଜର୍ଗନ ହବରମାସ୍ କେଉଁ ଦେଶର ଦାର୍ଶନିକ କହିଲେ ନା ଜର୍ମାନୀ। ହବରମାସ୍ଙ୍କ ଦ୍ୱାରା ରଚିତ ଡ୍ୟାସ୍ ପୁସ୍ତକ ସେ ସମୟରେ ବେଶ୍ ଜନାଦୃତ ହୋଇଥିଲା। କେଉଁ ପୁସ୍ତକ ନା ଦ ଥିଓରି ଅଫ୍ କମ୍ୟୁନିକେଟିଭ୍ ଆକ୍ସନ୍। ଯୋଗାଯୋଗ ତତ୍ତ୍ୱରେ ଡ୍ୟାସ୍ କଳାକୁ ହବରମାସ୍ ପ୍ରଥମ ସ୍ୱର ଆଖ୍ୟା ଦେଇଥିଲେ ନା ଭାଷଣ କଳାକୁ। ହବରମାସ୍ଙ୍କ ଜ୍ଞାନ ତତ୍ତ୍ୱ ଡ୍ୟାସ୍ ଏବଂ ଡ୍ୟାସ୍ ନୀତି ଉପରେ ପର୍ଯ୍ୟବେସିତ ନା ବୈଷୟିକ ଏବଂ ସାମାଜିକ। ହବରମାସ୍ଙ୍କ ମତରେ ଭାଷଣ କଳାକୁ ରୁଦ୍ଧିମନ୍ତ କରିବା ପାଇଁ ଡ୍ୟାସ୍ ନିହାତି ଆବଶ୍ୟକ। ଉନ୍ନତ ଭାଷା। ବିଶ୍ୱ ବ୍ୟବସ୍ଥାରେ ବିବିଧ ସାମାଜିକ ସ୍ଥିତିର ସମାହାରକୁ ଡ୍ୟାସ୍ କୁହାଯାଏ? କଣ କହୁଛନ୍ତି? ସଜୀବ ବିଶ୍ୱ। ଏକ ବ୍ୟବସ୍ଥା ମଧ୍ୟକୁ ସୂଚନା ଗୁଡ଼ିକ ପ୍ରବେଶ କରିବା ପ୍ରକ୍ରିୟାକୁ ଡ୍ୟାସ୍ କୁହାଯାଏ? କଣ କୁହାଯାଏ ନା ସୂଚନା ପ୍ରବାହ। କୌଣସି ରାଜନୈତିକ ବ୍ୟବସ୍ଥା ପ୍ରତି ସ୍ୱେଚ୍ଛାକୃତ ସ୍ୱୀକୃତି ପ୍ରଦାନ କରିବା ପ୍ରକ୍ରିୟାକୁ ଡ୍ୟାସ୍ କୁହାଯାଏ? ବୈଧତା କୁହାଯାଏ। ହବରମାସ୍ଙ୍କ ମତରେ ଆଧୁନିକ ପୁଞ୍ଜିବାଦୀ ସମାଜରେ ଡ୍ୟାସ୍ର ଅର୍ଥନୀତିରେ ହସ୍ତକ୍ଷେପ ଦ୍ୱାରା ବୈଧତା ସଙ୍କଟ ସୃଷ୍ଟି ହୁଏ ନା ରାଷ୍ଟ୍ରର। ଯେତେବେଳେ ରାଷ୍ଟ୍ରର କର୍ତ୍ତୃତ୍ୱ ପ୍ରତି ଜନସାଧାରଣଙ୍କର ଆସ୍ଥା ବା ବିଶ୍ୱାସ ତୁଟିଯାଏ, ଏହା ଡ୍ୟାସ୍ ସୃଷ୍ଟି କରେ ନା ବୈଧତା ସଙ୍କଟ। ଡ୍ୟାସ୍ ମସିହାରେ ହବରମାସ୍ ଦ ଫିଲୋସଫି ଅଫ୍ ଡିସ୍କୋର୍ସ ଅଫ୍ ମଡର୍ନିଟି ନାମକ ପୁସ୍ତକ ରଚନା କରିଥିଲେ। କେତେ ମସିହାରେ ନା 1985ରେ। ହବରମାସ୍ ଡ୍ୟାସ୍ର ପରିବର୍ତ୍ତିତ ଧାରାକୁ ଆଧୁନିକତାର ପରିଭାଷା ରୂପେ ଗ୍ରହଣ କରିଥିଲେ ନା ବୌଦ୍ଧିକତା। ଆଣ୍ଟୋନିଓ ଓ ଗ୍ରାମାସ୍କି କେଉଁ ଦେଶର ଦାର୍ଶନିକ? କେଉଁ ଦେଶର ନା ଇଟାଲୀ। ଗ୍ରାମାସ୍କି ରଚନା କରିଥିବା ବିଶ୍ୱ ପ୍ରସିଦ୍ଧ ପୁସ୍ତକର ନାମ କଣ? କଣ ନା ଦ ପ୍ରିଜିନ୍ ନୋଟବୁକ୍। କେଉଁ ଆଦର୍ଶ ଦ୍ୱାରା ଗ୍ରାମାସ୍କି ବିଶେଷ ଭାବରେ ଅନୁପ୍ରାଣିତ ହୋଇଥିଲେ? କଣ ନା ମାର୍କ୍ସବାଦ। ଗ୍ରାମାସ୍କି ବର୍ଣ୍ଣନା କରିଥିବା ଆଧିପତ୍ୟ ତତ୍ତ୍ୱର ମୂଳ କେଉଁ ଶବ୍ଦରୁ ଉଦ୍ଧୃତ ହୋଇଛି? ହେଗ୍ମୋନା। ହେଗ୍ମୋନାର ଆକ୍ଷରିକ ଅର୍ଥ କଣ? ହେଗ୍ମୋନାର ଆକ୍ଷରିକ ଅର୍ଥ ହେଉଛି କଣ ନା ନେତୃତ୍ୱ। ଗ୍ରାମାସ୍କିଙ୍କ ମତରେ ପ୍ରଭୃତ୍ୱ ବିସ୍ତାର କରିବାର ମୁଖ୍ୟ ମାଧ୍ୟମ କଣ? ନା ବୈଧତା। ଗ୍ରାମାସ୍କିଙ୍କ ମତରେ କେଉଁ ଶ୍ରେଣୀ ଏକ ପୁଞ୍ଜିବାଦୀ ସମାଜରେ ଆଧିପତ୍ୟ ଜାହିର କରନ୍ତି? ବୁର୍ଜୁଆ। ଏକ ପୁଞ୍ଜିବାଦୀ ରାଷ୍ଟ୍ରରେ କେଉଁ ସ୍ଥିତିକୁ ଆଧାର କରି ଆଧିପତ୍ୟତା ସୃଷ୍ଟି ହୋଇଥାଏ? ଅର୍ଥନୈତିକ। ଗ୍ରାମାସ୍କିଙ୍କ ମତରେ ଶାସକ ଗୋଷ୍ଠୀ କାହା ବଳରେ ନିଜର ଆଧିପତ୍ୟ ଜାହିର କରନ୍ତି? କାହା ବଳରେ ନା ଜନସହମତି। ଗ୍ରାମାସ୍କିଙ୍କ ମତରେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ପାଇଁ କେଉଁ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି? ବୌଦ୍ଧିକ ଗୋଷ୍ଠୀ। ଗ୍ରାମାସ୍କି ବର୍ଣ୍ଣନା କରିଥିବା ଫ୍ରାକ୍ସିସର ଅର୍ଥ କଣ? ଫ୍ରାକ୍ସିସର ଅର୍ଥ ହେଉଛି ଅଭ୍ୟାସ। ସାମାଜିକ ବ୍ୟବସ୍ଥାରେ ଧାରଣାକୁ ବୁଡ଼ିବା ପାଇଁ କାହାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରାଯାଏ? ନା ଭାଷା। ଦାର୍ଶନିକ ଗ୍ରାମାସ୍କିଙ୍କ ମତରେ କି ପ୍ରକାର ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଦ୍ୱାରା ସାମାଜିକ ପରିବର୍ତ୍ତନ ସମ୍ଭବପର ହୋଇଥାଏ? ନା ମୂଲ୍ୟବୋଧ ଭିତ୍ତିକ। ଗ୍ରାମାସ୍କିଙ୍କ ଚିନ୍ତାଧାରାକୁ କେଉଁମାନେ ବିରୋଧ କରିଥିଲେ? ନା ଫାସିଷ୍ଟ।
ଜର୍ଗନ ହବରମାସ କେଉଁ ଦେଶର ଦାର୍ଶନିକ? କେଉଁ ଦେଶ ନା ଜର୍ମାନ। କେଉଁ ପୁସ୍ତକ ପାଇଁ ହବରମାସ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ? କେଉଁ ପୁସ୍ତକ ପାଇଁ ନା ଦ ଥିଓରି ଅଫ୍ କମ୍ୟୁନିକେଟିଭ୍ ଏକ୍ସନ୍। ହବରମାସଙ୍କ ମତରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ କର୍ତ୍ତୃପକ୍ଷଙ୍କ ପ୍ରତି ନ ରହିଲେ କ'ଣ ସୃଷ୍ଟି ହୁଏ? ହେଲା ବୈଧତା ସଙ୍କଟ। ଭାଷା କାହାକୁ ରୁଦ୍ଧିମନ୍ତ କରିବା ପାଇଁ କ'ଣ ଆବଶ୍ୟକ? ଜ୍ଞାନ ତତ୍ତ୍ୱ। ଯୋଗାଯୋଗ ତତ୍ତ୍ୱର ସମୃଦ୍ଧି ପାଇଁ କ'ଣ ଆବଶ୍ୟକ ହୋଇଥାଏ? ଯୋଗାଯୋଗ ତତ୍ତ୍ୱର ସମୃଦ୍ଧି ପାଇଁ କ'ଣ ଆବଶ୍ୟକ ହୋଇଥାଏ ନା ବୌଦ୍ଧିକ ଜ୍ଞାନ। ବ୍ୟବସ୍ଥା ମଧ୍ୟକୁ ବିଭିନ୍ନ ପଥରେ ସୂଚନା ପ୍ରବେଶ କରିବାକୁ କ'ଣ କୁହାଯାଏ? କ'ଣ ସୂଚନା ପ୍ରବାହ। ହବରମାସଙ୍କ ମତରେ ଆଧୁନିକ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ କେଉଁ କାରଣରୁ ବୈଧତା ସଙ୍କଟ ସୃଷ୍ଟି ହୁଏ? କେଉଁ କାରଣ ନା ରାଷ୍ଟ୍ରର ଅର୍ଥନୀତିରେ ହସ୍ତକ୍ଷେପ। କୌଣସି ରାଜନୈତିକ ବ୍ୟବସ୍ଥାକୁ ସ୍ୱେଚ୍ଛାକୃତ ଜନଗ୍ରହଣିକତାକୁ କ'ଣ କୁହାଯାଏ? କ'ଣ ବୋଲେ ବୈଧତା। 1 ମାର୍କ ତମର ଡିସ୍କସନ୍ ସରିଲା। ଏବେ ଦେଖିବା ଆମେ କ'ଣ ନା 2 ମାର୍କ। ପଢୁଛ ତ ପିଲେ ପଢ, ତମର ସେମିଷ୍ଟାର ଆସିଲାଣି ହେଲା। ଭଲସେ ପଢ଼ାପଢ଼ି କର। ମୁଁ ଯୋଉଟା ବି ତମର କହୁଛି ଇମ୍ପୋର୍ଟାଣ୍ଟ ବୋଲି କହୁଛି ସବୁ ତମକୁ ନୋଟ୍ସ କରିକି ପଢ ପିଲେ। ଯେମିତି ମୁଁ ଯାହା ବି କହିଛି ପିଲେ ତମେ ଏଟା ଭଲସେ ପଢିକି ଯୋଉ ଦେଖିବ ପରୀକ୍ଷାରେ ଯେମିତି ବି ଆସିଥିବ। ତମକୁ ପରୀକ୍ଷାରେ କିଛି ଟେନସନ୍ ନାହିଁ। ଆଉ ଯେତିକି ମୁଁ ସିଲେକ୍ଟିଭ ଦେଇଛି ପିଲେ ତମେ ସେତିକି ଖାଲି ପଢିକି ଯାଅ, ଏକ୍ଜାମରେ ତମେ ଆରାମସେ ଲେଖିପାରିବ। ହେଲେ ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଯଦି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଦେଖିବା ତାହେଲେ 2 ମାର୍କର। ପ୍ରିଜିନ୍ ନୋଟବୁକ୍ କ'ଣ? ପ୍ରିଜିନ୍ ନୋଟବୁକ୍ କ'ଣ ନା ଆଣ୍ଟୋନିଓ ଗ୍ରାମାସ୍କି ଜଣେ ସମାଜବାଦୀ ଦାର୍ଶନିକ ଭାବରେ ବେଶ୍ ଜଣାଶୁଣା। ତାଙ୍କ ଦ୍ୱାରା ରଚିତ ଉପାଦେୟ ପୁସ୍ତକ ଗୁଡ଼ିକ ମଧ୍ୟରୁ ପ୍ରିଜିନ୍ ନୋଟବୁକ୍ ବିଶେଷ ପ୍ରଭାବଶାଳୀ ଓ ଫାସିଷ୍ଟମାନଙ୍କ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଜେଲ୍ ଭିତରେ ରହି ଏହି ପୁସ୍ତକ ରଚନା କରିଥିଲେ। ଏଥିରେ ମାର୍କ୍ସଙ୍କ ଦର୍ଶନକୁ ସେ ପରିବର୍ତ୍ତିତ ଶୈଳୀରେ ପ୍ରକାଶ କରିଥିଲେ। ପ୍ରିଜିନ୍ ନୋଟବୁକ୍ କ'ଣ? ଏଇଟା ତମର ଇମ୍ପୋର୍ଟାଣ୍ଟ ବୋଲେ ଯେ ପ୍ରିଜିନ୍ ନୋଟବୁକ୍ କ'ଣ? ଓକେ। ନେକ୍ସଟ ଦେଖିବା ଆଧିପତ୍ୟ ତତ୍ତ୍ୱ କ'ଣ? ସାଧାରଣତଃ ଆଧିପତ୍ୟ ଅର୍ଥ କୌଣସି ସମାଜରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ବ୍ୟକ୍ତିବିଶେଷ ଅନ୍ୟମାନଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର ପ୍ରକ୍ରିୟାକୁ ବୁଝାଏ। ଗ୍ରାମାସ୍କି ପୁଞ୍ଜିବାଦୀ ସମାଜରେ କିପରି ବୁର୍ଜୁଆ ଗୋଷ୍ଠୀ ଶୋଷିତ ବର୍ଗଙ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର କରନ୍ତି ସେ ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ, ଯାହାକି ସାମାଜିକ ଅସମାନତାର କାରଣ ହୋଇଥାଏ। ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ ଯେ ଆଧିପତ୍ୟ ତତ୍ତ୍ୱ କ'ଣ ପିଲେ ହେଲା। ନେକ୍ସଟ ଦେଖିବା ତାପରେ ଏଇଟା ତମର ଗ୍ରାମାସ୍କିଙ୍କ ମତରେ ପୁଞ୍ଜିବାଦୀ ସମାଜ କ'ଣ? ଏଇଟା ବି ଗୁରୁତ୍ୱପୂର୍ଣ୍ଣ ପିଲେ ହେଲା। ଗ୍ରାମାସ୍କିଙ୍କ ମତରେ ପୁଞ୍ଜିବାଦୀ ସମାଜ କ'ଣ? ଯୋଉଟା ବି ତମର ମୁଁ ଇମ୍ପୋର୍ଟାଣ୍ଟ କହୁଛି ପିଲେ ତମେ ତାକୁ ନୋଟ୍ସ କରିଦିଅ। ତ ଏହାର ମୁଁ ପିଲେ ପିଡ଼ିଏଫ୍ଟା ମୋର ଟେଲିଗ୍ରାମ ଗ୍ରୁପ୍ରେ ମୁଁ ପଠେଇଦେବି, ସେଠି ଜଏନ୍ ହେଇଯିବ। ମୁଁ ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେଇଛି। ଗ୍ରାମାସ୍କିଙ୍କ ମତରେ ପୁଞ୍ଜିବାଦୀ ସମାଜ କ'ଣ ନା ମାର୍କ୍ସବାଦକୁ ଅନୁସରଣ କରୁଥିବା ଦାର୍ଶନିକ ଗ୍ରାମାସ୍କି ପୁଞ୍ଜିବାଦକୁ ଶୋଷଣର ପ୍ରକୃଷ୍ଟ ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି। ସମାଜର ଅର୍ଥନୈତିକ ବ୍ୟବସ୍ଥାରେ ମାଲିକାନା ସ୍ୱତ୍ୱ ହାସଲ କରୁଥିବା ଗୋଷ୍ଠୀଙ୍କୁ ପୁଞ୍ଜିପତି କୁହାଯାଏ। ବିଶେଷ କରି ଏକ ସାମନ୍ତବାଦୀ ସମାଜରୁ ପୁଞ୍ଜିବାଦ ସୃଷ୍ଟି ହେଇଛି, ଯାହାକି ଶ୍ରେଣୀ ସଂଘର୍ଷ ଏବଂ ଶ୍ରେଣୀ ଶୋଷଣର କାରଣ ହୋଇଥାଏ। ନେକ୍ସଟ ଦେଖିବା ଜୈବିକ ବୁଦ୍ଧିଜୀବୀ କ'ଣ? ଏଇଟା ଗୁରୁତ୍ୱପୂର୍ଣ୍ଣ ଯେ ଜୈବିକ ବୁଦ୍ଧିଜୀବୀ କ'ଣ? ଗ୍ରାମାସ୍କିଙ୍କ ମତରେ ଯେ ଗ୍ରାମାସ୍କି କ'ଣ ଗ୍ରାମାସ୍କି ଜୈବିକ ବୁଦ୍ଧିଜୀବୀକୁ କ'ଣ ବୋଲି ସେ ବର୍ଣ୍ଣନା କରିଥିଲେ ବୋଲି ଦେଖିବା। ଗ୍ରାମାସ୍କିଙ୍କ ମତରେ ଯେଉଁ ବୌଦ୍ଧିକ ଗୋଷ୍ଠୀ ଶାସକ ଗୋଷ୍ଠୀଙ୍କ ସହିତ ସମ୍ପର୍କ ରହିଥାନ୍ତି, ନିଜର କାର୍ଯ୍ୟଧାରା ମାଧ୍ୟମରେ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରନ୍ତି, ଏମାନଙ୍କୁ ଜୈବିକ ବୁଦ୍ଧିଜୀବୀ କୁହାଯାଏ। ଯେ ଗ୍ରାମାସ୍କି କ'ଣ କହିଲେ ଯେ ଯେଉଁ ବୌଦ୍ଧିକ ଗୋଷ୍ଠୀ ଓ ଶାସକ ଗୋଷ୍ଠୀଙ୍କ ସହିତ ସମ୍ପର୍କରେ ରହିଥାନ୍ତି, ନିଜର କାର୍ଯ୍ୟଧାରା ମାଧ୍ୟମରେ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରନ୍ତି, ଏମାନଙ୍କୁ ଜୈବିକ ବୁଦ୍ଧିଜୀବୀ କୁହାଯାଏ। ସେମାନେ ରାଷ୍ଟ୍ରର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିବା ସହିତ ଆଧିପତ୍ୟତା ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି।
ନେକ୍ସଟ ତମର କଣ ନା ଗ୍ରାମାସ୍କି ବର୍ଣ୍ଣନା କରିଥିବା ଫ୍ରାକ୍ସିସ୍ କଣ? ଏଇଟା ଗୁରୁତ୍ୱପୂର୍ଣ୍ଣ ମିଳେ ଯେ ଗ୍ରାମାସ୍କି ବର୍ଣ୍ଣନା କରିଥିବା ଫ୍ରାକ୍ସିସ୍ର ମାନେ ଫ୍ରାକ୍ସିସ୍ ମାନେ କଣ? ସାଧାରଣତଃ ଫ୍ରାକ୍ସିସ୍ର ଅର୍ଥ ହେଉଛି ଅଭ୍ୟାସ। ମନେ ରଖିବ ବୋଲି ଯେ ଫ୍ରାକ୍ସିସ୍ ପ୍ରାକ୍ଟିସରୁ ତମେ ମନେ ରଖିବ ଯେ ଫ୍ରାକ୍ସିସ୍ ହେଲା। ପ୍ରାକ୍ଟିସର ଅର୍ଥ କଣ? ପ୍ରାକ୍ଟିସ ମାନେ କଣ? ଅଭ୍ୟାସ। ସେମିତି କଣ ଯେ ଗ୍ରାମାସ୍କି ବର୍ଣ୍ଣନା କରିଥିଲେ କଣ ନା ଫ୍ରାକ୍ସିସ୍। ଯେ ଫ୍ରାକ୍ସିସ୍ର ଅର୍ଥ ହେଉଛି କଣ ନା ଅଭ୍ୟାସ। ଏହାକୁ ସାମାଜିକ କାର୍ଯ୍ୟକଳାପ ଏବଂ ସାମାଜିକ ବ୍ୟବହାର ସହିତ ସଂଶ୍ଳିଷ୍ଟ କରାଯାଏ। ଗ୍ରାମାସ୍କିଙ୍କ ମଧ୍ୟରେ ମନୁଷ୍ୟ ନିଜର ଭାବନା ଏବଂ କଳ୍ପନାକୁ ବାସ୍ତବ ରୂପ ଦେବାକୁ ଫ୍ରାକ୍ସିସ୍ କୁହାଯାଏ। ତମର 2 ମାର୍କ ସରିଲା ବେଲେ ତମର ଇମ୍ପୋର୍ଟାଣ୍ଟ ମୁଁ ଯାହା ବି କହିଲି ସରି ବୋଲି ମୁଁ ଏଇଟା ହାଇଲାଇଟ୍ କରିବାକୁ ମୁଁ ଭୁଲି ଯାଇଥିଲି। ଯୋଉଟା ବି ତମର ଇମ୍ପୋର୍ଟାଣ୍ଟ କହିଲି ତମେ ସେ ନୋଟ୍ସ କରିଦେବ। ତ 5 ମାର୍କ ତମର ମୁଁ ସବୁ ହାଇଲାଇଟ୍ କରିଦେଇଛି ଯୋଉଟା ଯୋଉଟା ତମର ଇମ୍ପୋର୍ଟାଣ୍ଟ। ଦେଖିବା ଗ୍ରାମାସ୍କିଙ୍କ ଆଧିପତ୍ୟ ତତ୍ତ୍ୱ କଣ? ଯେ ଗ୍ରାମାସ୍କିଙ୍କର ଆଧିପତ୍ୟ ତତ୍ତ୍ୱ କଣ ନା ବେଲେ ଦେଖିବା ସାଧାରଣ ଅର୍ଥରେ ଆଧିପତ୍ୟର ଅର୍ଥ କୌଣସି ବ୍ୟକ୍ତି ଗୋଷ୍ଠୀ କିମ୍ବା ସଂଗଠନ କିମ୍ବା ଅନ୍ୟମାନଙ୍କ ଉପରେ ପ୍ରଭୃତ୍ୱ ବିସ୍ତାରକୁ ବୁଝାଏ। ତ ଆଧିପତ୍ୟ ମାନେ ତମେ ବୁଝିପାରୁଥିବ ଯେ ଆଧିପତ୍ୟ କଣ ନା ତ ଅ, କୌଣସି ବ୍ୟକ୍ତି ହଉ ବା ଗୋଷ୍ଠୀ ହଉ ବା ସଂଗଠନ ହଉ ତାଙ୍କ ଉପରେ କଣ ଯୋଉ ପ୍ରଭୃତ୍ୱ ବିସ୍ତାର କରିବା ତାକୁ କଣ କୁହାଯାଏ ନା ଆଧିପତ୍ୟ ବୋଲି କୁହାଯାଏ। ଅନ୍ୟ ଅର୍ଥରେ ଆଧିପତ୍ୟର ଅର୍ଥ ରାଜନୈତିକ କିମ୍ବା ସାମାଜିକ ବ୍ୟବସ୍ଥାରେ ଜଣେ ବ୍ୟକ୍ତିବିଶେଷ କିମ୍ବା ଏକ ଗୋଷ୍ଠୀର କର୍ତ୍ତୃତ୍ୱ ବିସ୍ତାର ପ୍ରକ୍ରିୟାକୁ ବୁଝେଇଥାଏ। ଆଧିପତ୍ୟ ଶବ୍ଦଟି ମୂଳ ଗ୍ରୀକ୍ ଶବ୍ଦ ହେଗ୍ମୋନାରୁ ଉଦ୍ଧୃତ ହୋଇଛି ଯାହାର ଆକ୍ଷରିକ ଅର୍ଥ ହେଲା ନେତୃତ୍ୱ। ଯେତେବେଳେ ନେତୃତ୍ୱ ନେବାର କଳା କର୍ତ୍ତୃତ୍ୱ ବା ପ୍ରଭୃତ୍ୱରେ ପରିଣତ ହୁଏ ଏହାକୁ ଆଧିପତ୍ୟ କୁହାଯାଏ। ଦାର୍ଶନିକ ଗ୍ରାମାସ୍କି ଜଣେ ମାର୍କ୍ସବାଦୀ ଦାର୍ଶନିକ ହୋଇଥିବାରୁ ଏକ ଶ୍ରେଣୀ ବିଭେଦ ଥିବା ସମାଜରେ ଆଧିପତ୍ୟର ପରିଭାଷାକୁ ସଠିକ ରୂପେ ଉପସ୍ଥାପନା କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ମତରେ ଏକ ପୁଞ୍ଜିବାଦୀ ସମାଜରେ ବୁର୍ଜୁଆମାନେ ଅନ୍ୟ ସାଧାରଣ ବର୍ଗଙ୍କ ଉପରେ ନିଜର ଆଧିପତ୍ୟ ଜାରି କରନ୍ତି ଯାହାକି ସାମାଜିକ ଶୋଷଣର କାରଣ ହୋଇଥାଏ। ହେଲେ ଆଧିପତ୍ୟରୁ ବୁଝିପାରୁଥିବ ମିଳିବ ଯେ ଆଧିପତ୍ୟ କଣ ଆମେ ଜଣଙ୍କ ଉପରେ ବା ଗୋଟେ ଅନୁଷ୍ଠାନ ଉପରେ କି ଯାହା ଉପରେ ଆମେ କଣ ନା ନିଜର ଯୋଉ ପ୍ରଭୃତ୍ୱକୁ ଜାହିର କରିବା ହେଲା। ଏଇଟା ତମର ଇମ୍ପୋର୍ଟାଣ୍ଟ ବିଲେ ଯେ ଗ୍ରାମାସ୍କି ବର୍ଣ୍ଣନା କରିଥିବା ବୌଦ୍ଧିକ ଗୋଷ୍ଠୀର ପରିଭାଷା କଣ? ଯେ ଗ୍ରାମାସ୍କି ଯୋଉ ବୌଦ୍ଧିକ ପରିଭାଷାକୁ କିପରି ସେ ବର୍ଣ୍ଣନା କରିଛନ୍ତି। ଦାର୍ଶନିକ ଗ୍ରାମାସ୍କି ସମାଜରେ ପ୍ରତ୍ୟେକ ସୋପାନକୁ ଯାଇ ଅଧ୍ୟୟନ କରିଥିଲେ କି ବୌଦ୍ଧିକ ଗୋଷ୍ଠୀ ରାଷ୍ଟ୍ର ଏବଂ ସମାଜକୁ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ହେଉ ପରିଚାଳନା କରନ୍ତି। ତାଙ୍କ ମତରେ ବୌଦ୍ଧିକ ଗୋଷ୍ଠୀ ସମାଜର ସମସ୍ତ ସ୍ତରରେ ଏବଂ ସମସ୍ତ ସଂଗଠନ ସହ ଜଡ଼ିତ ହୋଇଥାନ୍ତି। କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀ ସମାଜରେ ବୌଦ୍ଧିକ କାର୍ଯ୍ୟ କରନ୍ତି। ସେମାନେ ସେମାନଙ୍କର ବୁଦ୍ଧିମତ୍ତାକୁ ବ୍ୟବହାର କରି ସମାଜରେ ରାଜନୈତିକ ବ୍ୟବସ୍ଥା ସାଂସ୍କୃତିକ ବ୍ୟବସ୍ଥା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାନ୍ତି। ଏପରିକି ନିଷ୍ପତ୍ତି ପ୍ରକ୍ରିୟାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ପରମ୍ପରା ଧର୍ମ ସଂସ୍କୃତିକୁ ସଠିକ ରୂପେ ପ୍ରତିପାଦନ କରିବା ପୂର୍ବକ ଜନସାଧାରଣଙ୍କ ଭାବାବେଗକୁ ଆକର୍ଷିତ କରନ୍ତି। ନେକ୍ସଟ ଦେଖିବା ବେଲେ ନା ଯୋଗାଯୋଗ ତତ୍ତ୍ୱ କଣ? ଏଇଟା ତମର ଗୁରୁତ୍ୱପୂର୍ଣ୍ଣ ବେଲେ ଯେ ଯୋଗାଯୋଗ ତତ୍ତ୍ୱ କଣ? ହବରମାସ ଯୋଗାଯୋଗ ତତ୍ତ୍ୱ ପାଇଁ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ ଏବଂ ସମାଜ ଏବଂ ରାଜନୈତିକ ବ୍ୟବସ୍ଥାରେ ନେତୃତ୍ୱ ନେବା ପାଇଁ ଭାଷା ଜ୍ଞାନ ଭାଷଣ କଳା ସତ୍ୟର ସଠିକ ଉପସ୍ଥାପନ ଭାଷାର କୌଶଳାତ୍ମକ ପ୍ରୟୋଗ ନିହାତି ଆବଶ୍ୟକ। ଯୋଗାଯୋଗ ବ୍ୟବସ୍ଥାକୁ ସାର୍ବଜନୀନ କରିବା ପାଇଁ ବୌଦ୍ଧିକ ଜ୍ଞାନ ଏବଂ ଯୁକ୍ତିଯୁକ୍ତ ବିଚାର ଆବଶ୍ୟକ ବୋଲି ସେ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ। ସାମାଜିକ ସମସ୍ୟାର ସଠିକ ଜ୍ଞାନ ଆହରଣ କରିବା ସହିତ ଏହାକୁ ସଠିକ ଉପସ୍ଥାପନା କରିବା ଯୋଗାଯୋଗ ତତ୍ତ୍ୱର ମୂଳ ଲକ୍ଷ୍ୟ ଅଟେ। ଯେ ଯୋଗାଯୋଗ ତତ୍ତ୍ୱର ମୂଳ ଲକ୍ଷ୍ୟ କଣ ବୋଲେ ନା ସାମାଜିକ ସମସ୍ୟାର ସଠିକ ଜ୍ଞାନ ଆହରଣ କରିବା। ହେଲେ ତମର ମୁଁ 5 ମାର୍କ ମଧ୍ୟ କହିଦେଲି କୋଉଟା ଯାହା ବି ତମର ଇମ୍ପୋର୍ଟାଣ୍ଟ ହେଲା ସବୁ ହାଇଲାଇଟ୍ କରିଦେଇଛି ଯୋଉଟା ମଧ୍ୟ 5 ମାର୍କ ହାଇଲାଇଟ୍ କରିଦେଇଛି ତମେ ସେତିକି ପଢ଼ିକି ଯାଅ ପିଲା ଆରାମସେ ଲେଖିପାରିବ। ନେକ୍ସଟ ଦେଖିବା ତମର ଏବେ କଣ ନା 8 ମାର୍କ ପିଲେ ଏହାର ମଧ୍ୟ ପିଲେ ମୁଁ ସବୁ ହାଇଲାଇଟ୍ କରିଦେଇଛି ଯାହା ବି ତମର ଇମ୍ପୋର୍ଟାଣ୍ଟ। ଆଣ୍ଟୋନିଓ ଗ୍ରାମାସ୍କିଙ୍କ ଆଧିପତ୍ୟ ତତ୍ତ୍ୱ ବିଷୟରେ ଆଲୋଚନା କର। ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପିଲେ ତମର ଏଇଟା ଦେଖିଦିଅ।
ଗ୍ରାମାସ୍କ ଆଧିପତ୍ୟ ତତ୍ତ୍ୱର ବୈଶିଷ୍ଟ୍ୟ କ'ଣ ଲଙ୍କସ୍ ଲେଖିଲେ ତମକୁ କିଛି ଗୋଟେ ସବୁ ତାଙ୍କର ବୈଶିଷ୍ଟ୍ୟ ସବୁ ଲେଖିବାକୁ ପଡ଼ିବ ବୋଲି ବ୍ୟସ୍ତ ହବାର କିଛି ନାହିଁ ବୋଲେ ୟାର ପିଡ଼ିଏଫ୍ଟା ମୁଁ ଦେଇଦେବି ଯେହେତୁ ପିଲେ ତମର ପରୀକ୍ଷା ପାଖେଇ ଆସିଲାଣି ସେଇଥିପାଇଁ ତମକୁ କ'ଣ ଯେ ଜଲ୍ଦି ଯେ ମୁଁ କ'ଣ ତା ଲଙ୍କସ୍ ମୁଁ ବୁଝଉନି ପିଲେ ତମେ ଯଦି କହିବ ମୋତେ କମେଣ୍ଟ ସେକ୍ସନରେ ଜଣେଇବ ତାହେଲେ ମୁଁ ଏକ୍ସପ୍ଲେନ୍ କରିବି ଯଦି ତମେ ପିଡ଼ିଏଫ୍ରେ ତ ପଢ଼ିକି ତମେ ଯଦି ବୁଝିପାରୁନ ଦେନ୍ ତାପରେ ଦେଖିବା ନେକ୍ସଟ ହେଉଛି ଗ୍ରାମାସ୍କି ବର୍ଣ୍ଣନା କରୁଥିବା ବୌଦ୍ଧିକ ଗୋଷ୍ଠୀଙ୍କ ଭୂମିକା ବିଷୟରେ ସବିଶେଷ ଧାରଣା ଦିଅ ଏଇଟା ବି ଇମ୍ପୋର୍ଟାଣ୍ଟ ଗ୍ରାମାସ୍କ ବର୍ଣ୍ଣନା କରୁଥିବା ବୌଦ୍ଧିକ ଗୋଷ୍ଠୀ ତତ୍ତ୍ୱର ଉପାଦାନ ଗୁଡ଼ାକ ହେଉଛି କ'ଣ ନା ମନୁଷ୍ୟ ନିର୍ମାତା ଏବଂ ମନୁଷ୍ୟ ଚିନ୍ତକ ହେଲା ପାରମ୍ପରିକ କିମ୍ବା ଧାର୍ମିକ ବୌଦ୍ଧିକ ଗୋଷ୍ଠୀ କ'ଣ ଜୈବିକ ବୁଦ୍ଧିଜୀବୀ ତା ହେଉଛି ବୌଦ୍ଧିକ ଗୋଷ୍ଠୀର ଉତ୍ପାଦନ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ନୁହନ୍ତି ଏଗୁଡ଼ା ସବୁ ଉପାଦାନ ଗୁଡ଼ାକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବୌଦ୍ଧିକ ଗୋଷ୍ଠୀ ରାଜନୈତିକ ଦଳ ଏବଂ ବୌଦ୍ଧିକ ଗୋଷ୍ଠୀ ଉଭୟ ପ୍ରଭୃତ ଗୋଷ୍ଠୀ ଏବଂ ଶୋଷିତ ଗୋଷ୍ଠୀଙ୍କର ନିଜସ୍ୱ ବୌଦ୍ଧିକ ଗୋଷ୍ଠୀ ରହିଥାନ୍ତି ଦାର୍ଶନିକ ଗ୍ରାମାସ୍କ ବର୍ଣ୍ଣନା କରିଥିବା ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କର ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ପିଲା ଟିକେ ରହିଯାଉ ପିଲା ଦେଖିଦେଉଛି କୋଉଟା ରାଜନୈତିକ ଦର୍ଶନକୁ ହବର ମାସ୍କ ଅବଦାନ ବିଷୟରେ ଆଲୋଚନା କର ଏଇଟା ତମର ଇମ୍ପୋର୍ଟାଣ୍ଟ ଯାହା ତୁମେ ସବୁ ସିଲେକ୍ଟେଡ୍ ଦେଇଦେବି ତମେ ଏତିକି ପଢ଼ିକି ଯାଅ ଭଲସେ ଲେଖିପାରିବ ନେକ୍ସଟ ଭିଡ଼ିଓରେ ତମର ମୁଁ ୟୁନିଟ୍ 3ଟା ବି କମ୍ପ୍ଲିଟ୍ କରିଦେବି ଯାହା ବି ପିଲା ମୁଁ ଡିସ୍କସନ୍ କଲି ନେକ୍ସଟ କ୍ଲାସ୍ରେ ମୁଁ ତମକୁ ସବୁ ପଚାରିବି ହେଲା ମୁଁ ଜାଣିବି କେମିତି ତମେ ପଢ଼ୁଛ ବୋଲି ଓକେ ଯଦି ବି ପିଲେ ବୁଝିବାରେ ଯଦି ଅସୁବିଧା ହେଉଛି ମୁଁ ତମକୁ ଖାଲି ପଢ଼ି ଦେଇଛି ତମକୁ ବୁଝିବାରେ ଯଦି ଅସୁବିଧା ହେଉଛି ତାହେଲେ ମୋତେ କମେଣ୍ଟ ସେକ୍ସନରେ ଜଣେଇବ ମୁଁ ତମକୁ ଏକ୍ସପ୍ଲେନ୍ କରିବି ଯେହେତୁ ପରୀକ୍ଷା ବି ପାଖେଇ ଆସିଛି ବୋଲେ ସେଇଥିପାଇଁ ତମର କୋର୍ସ ମୋର ଜଲ୍ଦି ଜଲ୍ଦି କମ୍ପ୍ଲିଟ୍ କରିବାର ଅଛି ହେଲା ନା ତ ଭିଡ଼ିଓଟି ପିଲେ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ ଆଜି ପାଇଁ ତାହେଲେ ଏତିକି ଥାଉ ପିଲେ ରହିଲି ଥ୍ୟାଙ୍କ ୟୁ